आज ମୁଁ ଗୋଟେ ବିଜନେସମ୍ୟାନଙ୍କ ଇଣ୍ଟରଭ୍ୟୁ ଦେଖୁଥିଲି। ସେ କହୁଥିଲେ ଆପଣ ଲୋକଙ୍କର ଯେତେ ପ୍ରୋବ୍ଲେମ୍ ସଲ୍ଭ କରିବେ ଆପଣ ସେତେ ଅଧିକା ପଇସା କମେଇବେ। କିନ୍ତୁ ମୁଁ ଯେତେବେଳେ ଭାବିଲି ମୋତେ ରିଆଲିଟି କିଛି ଅଲଗା ଦେଖାହେଲା। ଚାଷୀମାନେ ଏତେ ପରିଶ୍ରମ କରନ୍ତି, ମୂଲିଆମାନେ ଏତେ କାମ କରୁଛନ୍ତି, ଆଉ ସାଇଣ୍ଟିଷ୍ଟମାନେ ନିଜ ଏକ୍ସପେରିମେଣ୍ଟରେ ଜୀବନ ଲଗାଇଛନ୍ତି, କିନ୍ତୁ ସେମାନଙ୍କୁ କ'ଣ ମିଳେ? ବାସ୍ କିଛି ସାଲାରୀ, ପୁରା ପଇସା ମ୍ୟାନେଜ୍ କଲାବାଲା ନେଇଯାଆନ୍ତି। କୋକାକୋଲା ଆଜି 20 ଲକ୍ଷ କୋଟିର କମ୍ପାନୀ, ସେ ଲୋକଙ୍କର କି ପ୍ରୋବ୍ଲେମ୍ ସଲ୍ଭ କରେ? ଓଲଟା ସେ ଲୋକଙ୍କର ପ୍ରୋବ୍ଲେମ୍ ବଢ଼େଇଥାଏ। ତାକୁ ପିଇକି ବି ଆମ ହେଲ୍ଥ ଖରାପ ହୁଏ, ତଥାପି ଆମେ ତାକୁ ପିଇଥାନ୍ତି, ଆଉ ଆମ ଘରକୁ ଆସିଥିବା କୁଣିଆଙ୍କୁ ବି ପିଇଥାନ୍ତି। କାହିଁକିନା ଆମକୁ ମଜା ଆସିଥାଏ। ବିଗ୍ ବସ୍ ଆଜି କ'ଣ ଜରୁରୀ? ସେ ଆମର କି ପ୍ରୋବ୍ଲେମ୍ ସଲ୍ଭ କରେ? କିଛି ବି ନୁହେଁ। ତଥାପି ସେ ଶୋ ଆଜି ସୁପରହିଟ୍। କାହିଁକିନା ଲୋକଙ୍କୁ ଜଣେ ଜଣଙ୍କ ସହ ଝଗଡ଼ା ଲାଗିବା ଦେଖିକି ମଜା ଆସିଥାଏ। ଭଲ ଫିଲ୍ମ ଆଉ ଡକୁମେଣ୍ଟାରୀକୁ କିଏ ପଚାରନ୍ତି ନାହିଁ, କିନ୍ତୁ ଯେଉଁ ଫିଲ୍ମରେ ରୋମାନ୍ସ ସିନ୍ ଥାଏ ଲୋକ ତାକୁ ଆଖି ଫାଡ଼ି ଦେଖିଥାନ୍ତି। ଇନଷ୍ଟାଗ୍ରାମରେ ଭଲ ରିଲ୍ସକୁ କିଏ ଲାଇକ୍ ଗୋଟେ କରୁନାହାନ୍ତି, କିନ୍ତୁ ଯେଉଁ ରିଲ୍ସରେ ମଡ଼େଲମାନେ ବଡି ଦେଖାଇଥାନ୍ତି ଆଉ ପୁଅମାନେ ଗାଳି ଦେଇଥାନ୍ତି ତାଙ୍କ ରିଲ୍ସ ମିଲିୟନ୍ସରେ ଭ୍ୟୁ ଯାଏ। କାହିଁକି ଲୋକଙ୍କୁ ମଜା ଆସିଥାଏ। ଦେଖ ଭାଇ, ଆପଣ ଲୋକଙ୍କର ଫାଇଦା ପାଇଁ ଜିନିଷ ବନାଅ କି ନାହିଁ, ଲୋକ ଆପଣଙ୍କୁ ପଇସା ଦେବେ ଯଦି ଆପଣ ଲୋକଙ୍କର ଇମୋସନ୍ସକୁ ଜିତିଗଲେ ଆଉ ତାଙ୍କୁ ମଜା ଦେଲେ। କିଛି ଲୋକ ଏକଥା ଶୁଣିକି ମାନିବେନି, କିନ୍ତୁ ଏଇଟା ହିଁ ରିଆଲିଟି। ଏଠି ଲଜିକ୍ ନୁହେଁ, ଇମୋସନ୍ସ ସ୍ପିକ୍ ହୁଏ।